ମୋ ନାଁ ଆଶିଷ ମହାଣା ମो ରମ୍ପଲା ରେଙ୍ଗାଲିର ମो ଦେଖନ୍ତୁ ଏବେ ଚୋରି ତ ବହୁତ ଆଗରୁ ବଢୁଛି। ଆମେ ତ ସାଧାରଣତଃ ଘରେ ତାଲା ଦେଇକି ଯାଉ କିନ୍ତୁ ତାଲା ଯେତେ ଷ୍ଟ୍ରଙ୍ଗ ହେଲେ ବି ଚୋରମାନେ ତାକୁ ଅନାୟାସରେ କାଟି ଦେଉଛନ୍ତି। ବିଭିନ୍ନ ଗ୍ୟାସ୍ କଟର କିମ୍ବା ଅତ୍ୟାଧୁନିକ ସରଞ୍ଜାମ ସବୁ କାଟି ଦେଉଛନ୍ତି। ତ ତା ପାଇଁ ଆମେ ସବୁବେଳେ ଆମକୁ ମୁଣ୍ଡ ବ୍ୟଥା ଯେତେ ଭଲ ତାଲା ଲଗେଇଲେ ମଧ୍ୟ ଆମକୁ ସବୁବେଳେ ଗୋଟେ ମୁଣ୍ଡ ବ୍ୟଥା ଚିନ୍ତା ରହୁଛି ଯେ ମୋ ଘରେ କିଏ ଚୋର ପଶିଯିବ କି ଆଉ ଏମିତି ହେଇଯିବ। ତ ତାକୁ ସବୁବେଳେ ଆମେ ଅସୁରକ୍ଷିତ ଭାବନା ଗୋଟେ ସବୁବେଳେ ମାଇଣ୍ଡରେ ଥାଏ। ତ ତାକୁ ମୁଁ ଚିନ୍ତା କରିଲି ଯେ ଘର ତ କୁ କେମିତି ଆମେ ସୁରକ୍ଷିତ କରିପାରିବା ଆଉ ସେଠୁ ଚିନ୍ତା କରିକି ମୁଁ ଗୋଟେ ସ୍ମାର୍ଟ ଲକ୍ ତିଆରି କଲି। ଚିନ୍ତାଧାରା ତ ଆଗରୁ ଥିଲା ବଟ୍ ତାକୁ କେମିତି କମ୍ ରେଟ୍ରେ କଲେ କେମିତି ସମସ୍ତେ ଏଫୋର୍ଡ କରିପାରିବେ ତାକୁ ମୁଁ ନେଇକରି ରିସର୍ଚ୍ଚ ଚାଲିଥିଲା ଆଉ ଏବେ ମୁଁ ସଫଳ ହେଇଛି ଏ ଦୁଇଟା ମଡେଲ ମୁଁ ସ୍ମାର୍ଟ ଲକ୍ ତିଆରି କରିବା ପାଇଁ। ମୁଁ ଦୁଇଟା ମଡେଲ କରିଛି, ଗୋଟେ ହେଲା ପ୍ଲେନ୍ ମଡେଲ ଯୋଉଟାକି ମାତ୍ର 500 ଭିତରେ ବି ଆମେ କରିପାରିବା। ଏସବୁ ପ୍ଲାଷ୍ଟିକ ବଡି ରହୁଛି। ଆଉ ଅନ୍ୟଟା ଗୋଟେ ୱାଇଫାଇ ମଡେଲ କ୍ୟାମେରା ଲାଗିଛି, ସେଟା ପାଖାପାଖି 2500 ରୁ 3000 ଟଙ୍କା ଖର୍ଚ୍ଚ ହବ। ମୁଁ ଆଜ୍ଞା ଏବେ ତ ମୋର ଯୋଉ ଆପଣଙ୍କ ଚ୍ୟାନେଲ ମାଧ୍ୟମରେ ପାଖାପାଖି 20-25ଟା ତ ଅଲରେଡି ଦେଖା ବି ଯାଇଛି, ଦେଖ ସମସ୍ତେ ଜାଣୁଥିବେ। ଏବେ ଆଉ ପାଖାପାଖି 40ଟା ଖଣ୍ଡେ ପ୍ରୋଜେକ୍ଟ ମୋର ଅଣ୍ଡର ଟେଷ୍ଟିଂ ଅଛି। ମୁଁ ବହୁତ ଖୁସି, କାହିଁକି ନା ମୋର ଆଗରୁ ଫୋକସ୍ ଥିଲା ମୋ ରିସର୍ଚ୍ଚ ଉପରେ, କିନ୍ତୁ କିଛି ଇଏ ବି ଥିଲା। ତ କାମ ନ କଲେ ତ ହବନି ନା, ତ ଗୋଟେ ବେସ୍ ହେଲା ପରେ ମୁଁ ଏବେ ପିଓରଲି ରିସର୍ଚ୍ଚ ଉପରେ ଫୋକସ୍ କରୁଛି ଏବେ। ଆଉ ବହୁତ ଖୁସି ଅନୁଭବ କରୁଛି, ମୁଁ ଟାଇମ୍ ଦେଇପାରୁଛି। ଆଉ ମୋର ଏମିତି କ'ଣ କି ମୋର ପ୍ରତ୍ୟେକ ଉଦ୍ଭାବନ ସବୁ ସମାଜ ପାଇଁ ଥାଏ। ଆଉ ମୁଁ ଚାହୁଁଛି ଏବେ ସମାଜ ପାଇଁ ଆହୁରି କିଛି କରିପାରିବି।